ବାଲିଯାତ୍ରାରେ ହଉ ଅବା ମେଳା ମହୋତ୍ସବ ସବୁଠି ଲଙ୍କା ଚପ୍ଟା ନିଶ୍ଚୟ ଥିବ। ଆଜି ବନେଇବା ଲଙ୍କା ଚପ୍କୁ ଟିକେ ଭିନ୍ନ ଶୈଳୀରେ, ଭିନ୍ନ ମସଲା, ଭିନ୍ନ ଆକୃତି ଆଉ ଜବରଦସ୍ତ ସ୍ୱାଦରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭିନ୍ନ ଶୈଳୀ, ଭିନ୍ନ ରୂପ, ଭିନ୍ନ ସ୍ୱାଦରେ ଆସନ୍ତୁ ଲଙ୍କା ଚପ୍ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜାଣନ୍ତି ଲଙ୍କା ଚପ୍ ପୁରା ଚଟପଟିଆ। ସେଥିପାଇଁ ଆମେ ଗୋଟେ ଭିନ୍ନ ଶୈଳୀର ପ୍ରଥମେ ମସଲା ପ୍ରସ୍ତୁତ କରିବା। ଏବେ ଆମେ ସସ୍ପ୍ୟାନ୍ରେ ନେଇଯିବା ଗୋଟେ ଗ୍ଲାସ୍ ପାଣି, ସେଥିରେ ଦେଇଦେବା ଗୋଟେ ଚାମଚ ଲୁଣ, ଗୋଟେ ଚାମଚ ଚିନି, ତା ସହିତ ଗୋଟେ ଗିନା ନେଇଯିବା ଗ୍ରୀନ୍ ମଟର। ଏବେ ତ ମଟର ବହୁତ ଶସ୍ତା ଆସୁଛି, ଆପଣମାନେ ଏମିତି ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ ଲଙ୍କା ଚପ୍ ପୁରା ଜବରଦସ୍ତ ଲାଗିବ, ସବୁଠୁ ନିଆରା। ଏବେ ଆମେ ମଟରକୁ ଦେଇକି 2-3 ମିନିଟ୍ ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ବସାଇଦେବା। ମଟର ଭଲ ଭାବରେ ଫୁଟିଗଲା ପରେ ଦେଖିବେ ଯେମିତି ଟିକେ ସିଝିଯିବ ଭଲ ଭାବରେ। ଏବେ ମଟର ସିଝିଗଲାଣି 2-3 ମିନିଟ୍ ଭିତରେ। ତାପରେ ଆମେ ଏଇ ପାଣିରୁ ତାକୁ ବାହାର କରିଦେବା ଗୋଟେ ଜାଲିବାଲା ପ୍ଲେଟ୍ରେ। ଏମିତି ହେଲେ କ'ଣ ହେବ ନା ପାଣି ସବୁ ଅବଶିଷ୍ଟ ନିଗିଡ଼ି ଯିବ, ଆଉ ଟିକେ ଶୁଖିଲା ହେଇଯିବ ଏଇ ମଟର। ଏମିତି ଜାଲିବାଲା ପ୍ଲେଟ୍ ନେବେ, ବଢ଼ିଆ ଭାବରେ ମଟର ଟିକେ ପୁରା ଗୋଟି ଗୋଟି ହେଇଯିବ। ଏବେ ଆମେ ଗୋଟେ ମସଲାଟେ ପ୍ରସ୍ତୁତ କରିବା। ସେଥିପାଇଁ ନେବା ଚପର, ସେଥିରେ ଦେଇଦେବା ଗୋଟେ ବଡ଼ ଚାମଚ ଧନିଆ, ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ପାନମହୁରି ଆଉ ଗୋଟେ ଛୋଟ ଚାମଚ ଗୋଲମରିଚ, ତା ସହିତ ଅଧା ଇଞ୍ଚର ଖଣ୍ଡେ ଅଦା ଆଉ କଞ୍ଚା ଲଙ୍କା। ଆମେ ଆଜି ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବା, କିନ୍ତୁ ସ୍ୱାଦ ଏତେ ଜବରଦସ୍ତ ଆପଣମାନେ ଥରେ ବନାନ୍ତୁ ଜାଣିପାରିବେ। ତା ସହିତ କିଛି ଧନିଆ ପତ୍ର ଡାଙ୍ଗ ସହିତ କିଛି ମେଥି ଶାଗ। ନିଶ୍ଚୟ ଏମିତି ପ୍ରସ୍ତୁତ କରନ୍ତୁ ମସଲା। ଯେହେତୁ ଆମେ ଆଜି ମସଲାଟା ପୁରା ଗ୍ରୀନ୍ କଲର୍ର ପ୍ରସ୍ତୁତ କରିବା, ସ୍ୱାଦ ଜବରଦସ୍ତ ରହିବା ସହିତ ରଙ୍ଗଟା ବି ପୁରା ଗ୍ରୀନ୍ କଲର୍ ଆସିବ। ଏଠି ଦେଖନ୍ତୁ ଆମର ଏଠି ଯେଉଁ ଚପ୍ ମସଲା ସବୁ ଏଠି ରେଡ଼ି ହେଇଯାଇଛି, ପୁରା ତାଜା ମସଲା। ଆପଣମାନେ ଏମିତି କୁଟିକି ପ୍ରସ୍ତୁତ କରନ୍ତୁ, ମସଲା ପୁରାପୁରି ନମ୍ବର 1 ରହିବ ସ୍ୱାଦରେ। ଏବେ ଆମେ କଡ଼େଇକୁ ବସାଇଦେବା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ। ଗୋଟେ ଚାମଚ ତେଲ ଦେଇକି ଏଇ ଯେଉଁ ଚପ୍ ମସଲା ଆମେ ସବୁ ପ୍ରସ୍ତୁତ କରିଥିଲେ ତାକୁ 2 ମିନିଟ୍ ପାଇଁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଭାଜିଦେବା। ଏବେ ଦେଖନ୍ତୁ ମସଲା ଆମର ବଢ଼ିଆ ଭାବରେ ଭାଜି ହେଇଗଲାଣି। ଏମିତି ଭାଜି ହେଇଗଲା ପରେ ଆମେ ଯେଉଁ ମଟରକୁ ସିଝେଇକି ଛାଣିକି ଗୋଟେ ଛଣା ପ୍ଲେଟ୍ରେ ରଖିଦେଇଥିଲେ, ଏବେ ଆମେ ଦେଖନ୍ତୁ ଏଇ ମଟରକୁ ଏଠି ପକାଇଦେବା। ମଟର ତ ବଢ଼ିଆ ଭାବରେ ସିଝି ଯାଇଛି। ଏବେ ଦେଇଦେବା ଟିକେ ଲୁଣ ଆଉ ଟିକେ ଚିନି। ଚିନି ଟିକେ ନିଶ୍ଚୟ ପକାଇବେ, ପୁରା ଚଟପଟା ହେଇକି ରହିବ। ତା ସହିତ ଗୋଟେ ଛୋଟ ଚାମଚ ଆମଚୁର ପାଉଡ଼ର କିମ୍ବା ଚାଟ୍ ମସଲା ପାଉଡ଼ର ଆଉ ଗୋଟେ ଛୋଟ ଚାମଚ ଭଜା ଜିରା ଲଙ୍କା ଗୁଣ୍ଡ। ପୁରା ଚଟପଟା ହେଇକି ରହିବ ଏଇ ମସଲାଟା। ଏଇ ମସଲାରେ ଆପଣମାନେ ଥରେ ବନାନ୍ତୁ, ଏଇ ଲଙ୍କା ଚପ୍କୁ ଭୁଲି ପାରିବେନି, ଏତେ ସୁଆଦିଆ। ଏବେ ଆମେ ଏଇସବୁକୁ ଆଉ ଟିକେ ଭଲ ଭାବରେ ମିଶାଇ ଦେବା। ଗୋଟେ ପଟେଟୋ ମାସରରେ ଆପଣମାନେ ଏମିତି ଟିକେ ଟିକେ ପ୍ରେସ୍ କରିଦେବେ, ଯାହାଫଳରେ କି ମଟର ଗୁଡ଼ିକ ଟିକେ ହାଲକା ହାଲକା ପ୍ରେସ୍ ହେଇକି ମିଶିଯିବ ଏଇ ମସଲା ସହିତ। ଏବେ ଦେଖନ୍ତୁ ଯେମିତି ମଟର ଗୋଟା ଗୋଟା ନ ରୁହେ, ଏମିତି ହାଲକା ହାଲକା ଟିକେ ତାକୁ ଆମେ ପ୍ରେସ୍ କରିଦେବା। ତା ସହିତ ଆମେ ଏଠି 3ଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛୁ, ସିଝା ଆଳୁ। ଏଇଠି ଆଳୁକୁ କୋରିକି ମୁଁ ପକାଇ ଦେଇଛି, ଆପଣମାନେ ଚାହିଁଲେ ଚକଟିକି ପକାଇ ପାରିବେ, କିନ୍ତୁ ବେଶୀ ଲମ୍ସ ରଖିବେନି। ଏଇ ଯେଉଁ ଆମେ ପୁର ପ୍ରସ୍ତୁତ କରିବା, ଏଇ ପୁରରେ ମୁଁ 2ଟା ରେସିପି ପ୍ରସ୍ତୁତ କରିବି। ଆଜି ମୁଁ ଲଙ୍କା ଚପ୍ ପ୍ରସ୍ତୁତ କରୁଛି, ଆଉ ଗୋଟେ ଦିନ ଆପଣମାନଙ୍କୁ ଦେଖେଇବି ବହୁତ ବଢ଼ିଆ ସ୍ୱାଦିଷ୍ଟ, ମାତ୍ର 5 ମିନିଟ୍ ଭିତରେ ପ୍ରସ୍ତୁତ ହେଇଯିବ ଆଉ ଗୋଟେ ରେସିପି। ଆପଣମାନେ ଛୁଆମାନଙ୍କୁ ବି ଦେଇପାରିବେ ଟିଫିନ୍ ବକ୍ସରେ, ଏତେ ସୁଆଦିଆ ଆଉ ଏତେ ହେଲ୍ଦି ମଧ୍ୟ। ଏବେ ଆମେ ତାକୁ ଭଲ ଭାବରେ ମିଶାଇକି ଧନିଆ ପତ୍ର କଟା କିଛି ପକାଇଦେବା। ତା ସହିତ ସ୍ୱାଦଟା ଆହୁରି ଜବରଦସ୍ତ ରହିବା ପାଇଁ ଆଉ ଖାଇଲା ବେଳେ ଟିକେ କ୍ରଞ୍ଚିନେସ୍ ପାଇଁ ଆମେ କିଛି ଚିନାବାଦାମକୁ ଭାଜିକି ତାର ଚୋପା ଛଡ଼େଇକି ତାକୁ ଦରଦର ଚୂରା କରିକି ଏଠି ଦେବା। ଏମିତି ଗୋଟେ ସିକ୍ରେଟ୍ ଜିନିଷ ମିଶାଇକି ଏଇ ମଟର ଆଳୁର ମସଲା ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ ଏଥିରେ ଆପଣମାନେ ପରଟା ବି ପ୍ରସ୍ତୁତ କରିପାରିବେ। ବହୁତ ପ୍ରକାରର ବ୍ୟଞ୍ଜନ ଆପଣମାନେ ପ୍ରସ୍ତୁତ କରିପାରିବେ ଏଇ ପୁରରେ। ଏବେ ଆମର ଜବରଦସ୍ତ ପୁର ପ୍ରସ୍ତୁତ ହେଇଯାଇଛି। ଏଇ ଯେଉଁ ପୁର ଆମେ ପ୍ରସ୍ତୁତ କରିଛେ, ଏଇ ପୁରରୁ ଅଧା ଆମେ ରଖିଦେବା ଆଉ ଗୋଟେ ରେସିପି ପାଇଁ। ଆଉ ଏବେ ଅଧା ମସଲାରେ ଆମେ ପ୍ରସ୍ତୁତ କରିବା ଆଜିର ପୁରା ଭିନ୍ନ ଶୈଳୀର ଲଙ୍କା ଚପ୍। ଏଠି ମୁଁ ନେଇଛି ଲଙ୍କା ଚପ୍ରେ ଆମେ ଯେଉଁ ଲଙ୍କା ବ୍ୟବହାର କରନ୍ତି, ବଡ଼ ଲଙ୍କା। ଏଇ ଲଙ୍କା ସାଧାରଣତଃ ବେଶୀ ରାଗ ନଥାଏ। ଆଉ ଏଇ ଲଙ୍କାର ଡେମ୍ଫକୁ ଭଲ ଭାବରେ ଛିଣ୍ଡେଇକି ତାକୁ ଭଲ ଭାବରେ ଧୋଇଦେବା। ଦେଖନ୍ତୁ ଏବେ ଆମେ ଲଙ୍କା ଚପ୍କୁ ଲମ୍ବା କରିକି କାଟିବାନି କିମ୍ବା ଲମ୍ବାରେ ଛାଣିବାନି, ଏମିତି ଛୋଟ ଛୋଟ ଖଣ୍ଡ କରିଦେବା, ଯାହାଫଳରେ କି ବହୁତ ବଢ଼ିଆ ଲାଗିବ ଆଉ ଅଧିକ ପରିମାଣରେ ବି ଆପଣମାନେ ପ୍ରସ୍ତୁତ କରିପାରିବେ। ଆପଣମାନେ ଯେତେବେଳେ ଲଙ୍କା ଚପ୍ ଖାଇବାକୁ ଦେଉଥିବେ, ଗୋଟି ଗୋଟି ଦେଉଥିବେ, କିନ୍ତୁ ଏମିତି ଛୋଟ ଛୋଟ କରିଦେଲେ ବହୁତ ବଢ଼ିଆରେ ଆପଣମାନେ ସପରିବାରେ ଗୋଟେ ବଡ଼ ଥାଳିରେ ନେଇକି ଏନ୍ଜୟ କରିପାରିବେ। ଏଠି ଦେଖନ୍ତୁ ଆମେ ଲଙ୍କାକୁ ଆମେ ଏମିତି ଛୋଟ ଛୋଟ ଖଣ୍ଡ କରିକି କାଟିବା, ବେଶୀ ବି ପୁରା ଗୁଣ୍ଡ କରିକି କାଟିବେନି,
टिके हल्का जमी पकुड़ी परी साइज्र आम ये लंका को सब एमती छोट छोट करके काटिदेबा। यही लंका सब काटी सारिबा परे आमे कौन करबा ना गोटे चामच हो किंबा छुरी हो से लंकार भितर जो मंजी थाए से सब को काढ़ीदेबा। बहुत सहजरे प्रस्तुत करें आपण मैंने, बेसी भी भिड़ बिल्कुल नुह किंतु स्वाद पूरा पूरी जबरदस्त रहिबो। चामचर पछ भागरे देखंतु एमिति टिके हल्का प्रेस करदेले सब मंजी बाहरी जीवो। एमिति मंजी बाहर करदेले भितरटा पूरा खाली हो जीवो। आमे ये जो खाली जगह जो आलू प्रस्तुत करिचे आलू आ मटर मसला पूर से पूर को एथिरे भल भाव भर्ती करदेबा। एही लंका चप देखा बहुत सुंदर, पूरा छोट छोट किंतु स्वाद पूरा पूरी बढ़िया रहिबो। भितरे आमे जो मसला दउचे पूरा अलगा। आपण माने साधारणतः आलू चप्र मसला दियंती किंतु एमिति ताजा कुटा मसला रे आमे जो व्यवहार करिचे जहाँ सब जिनस एते बढ़िया बास्ना हबो। ता सहित मटर ता सहित आलू एकु पूरा चटपटा करिबा पई लूण टिके चीनी टिके चाट मसला बहुत बढ़िया चटपटा है मसला रहिबो। जेहेतु लंका टिके हल्का राग रहिबो ता भितर जो पूरटा रहिबो टिके खट्टा मिठा है रहिले स्वाद पूरा पूरी दुई गुण हो जिवो। सेथिपई आमे मसलाटा को टिके खट्टा मिठा करके प्रस्तुत करिबा आ लंकाटा टिके राग रहिबो आ बेसन घोड़े आमे ताकू छाणिबा। एठी देखंतु आमे लंका भितरे बढ़िया भाबरे सब देई देइचु आलू पुर को। एठी मु बेसन नैची, आपण जेमिति आलू चप प्रस्तुत करिबा पई बेसन नियंती। बेसन रे टिके लूण आ टिके खाइबा सोडा आ गोटे छोट चामच तेल देकी पानी देके भल भाव फेंटी देछि। एबे हमर बेसन घोल प्रस्तुत हो जाइए। ए बेसन घोल रे आमे जो लंका को प्रस्तुत करके रखिले भितरे मसला देकी ताको पूरा भल भाव कोट करदेबे। पूरा भल भाव बुड़े कि गरमा गरम तेल रे मध्यम जाल रे पूरा पूरी क्रिस्पी करके छाणीदेबे। एठी देखंतु तेल भल भाव गरम होइथिबो, तापरे आपण माने गोटी गोटी करके पकेबे। पूरा क्यूट क्यूट लंका चप आपण मानकर प्रस्तुत हो जिवो। ऊपर पूरा पूरी क्रिस्पी रहिबो, भितरे पूरा मजेदार चटर पटर खट्टा मिठार आलू पुर मटर पुर ता सहित लंका एमिति स्वादटा पूरा खट्टा मिठा राग लुणीर पूरा पूरी चारिटा जाक स्वादर मिश्रण होइकी रहिबो। पूरा पूरी अलग रहिबो। थरे निश्चय बनातु, एते स्वादिया आपण माने सेई लंका चप को भूलिकी एई लंका चप सब बेले प्रस्तुत करने को पसंद करेंगे। एते स्वादिया एमिति रे आपण माने मेला महोत्सव रे तो खाउथिबे पूरा लंबार लंका चप, किंतु एमिति घरे थरे प्रस्तुत करंतु काहेकि ना एमिति लंका चप तो आपण मानको कोठी भी मिलिबनी। घरे केवल प्रस्तुत कले आपण माने तार मजा जानि परिबे आ केते स्वादिया ता भी जानि परिबे। आपण माने आगरु जेमिति लंका चप खाइथिबे किंबा बनैथिबे लंबा आकृतिर, किंतु एमिति छोट छोट करके छाणिले कौन हबो ना मात्र 10-12टा लंकारे भी गोटे बड़ थाली फुल लंका चप प्रस्तुत हो। आ देखंतु ऊपर पूरा पूरी क्रिस्पी रहिबो, भितरे पूरा चटपटा खट्टा मिठा राग लुणीर मसला रहिबो। एमिति आपण माने निश्चय थरे बनातु। भिन्न शैली भिन्न मसला भिन्न आकृतिर पूरा क्यूट क्यूट लंका चप ता सहित खट्टा मिठा तेंतुली गुड़ चटनी को धनिया पुदीनार चटपटा चटनी आपण माने चाहिए टोमेटो सॉस रे भी खाई परिबे, बहुत बढ़िया लागिबो। आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणेबे। जदि भल लगी थाए तेबे प्लीज लाइक शेयर सब्सक्राइब करदेबा सहित हाइप मध्य करदेबे। तेबे आज पई एतिकी, पुणी देखा हबा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।